ମହୁମାଛି ସାଙ୍ଗେ ସାଙ୍ଗେ ଆସିଲେ ଆସିଲା ପରେ ଆମ 10-12 ଜଣକୁ ଖଣ୍ଡିଆ ଖାବରା କରିଦେଲେ। ଆଉ ମୁଁ ପାଖାପାଖି 1 କିଲୋମିଟର ଦୌଡ଼ି ଗଲି, ତଥାପି ମୋ ପଛରେ ଦୌଡୁଥାନ୍ତି। ଆଉ ସେ ଯେ ବାସନ୍ତୀ ସାହୁ ତା ମଥାରେ ଏମିତି ବସିଥିଲେ, ମାନେ ଯେମିତି ମଥାରେ ଯେମିତି ଫୁଲ ଫୁଟେ ସେଇ ପ୍ରକାର ତା ମଥାରେ ବସିଥିଲେ। ସିଏ ସ୍ତ୍ରୀ ଲୋକ ଆଉ ଦୌଡ଼ି ଯାଇପାରିଲାନି କି ମଥାରୁ କାଢ଼ି ପାରିଲାନି। କାଲି ତାଙ୍କର ବର୍ଷିକିଆ ହେଉଥିଲା, ଆମେ বাইরে ରୋଷେଇ ହେଉଥିଲା, 4 ଜଣ ମିସ୍ତ୍ରୀ ଥିଲେ, ଆମେ ଗାଁ ଲୋକ 7-8 ଜଣ ଆମେ ତାଙ୍କରି ପାଖରେ ଥିଲୁ, କଟାକଟି ଭଲ ମନ୍ଦ କରୁଥିଲୁ। ଆଉ ମାଛବାଲା ବି ସଡ଼କ ଉପରେ ତାଙ୍କର ମାଛ ଫାଛ କାଟୁଥିଲେ, ତାଙ୍କ ଘର ଲୋକ ବି ଥିଲେ। ଆଉ ସେ ଯେ ବାସନ୍ତୀ ସାହୁ ସେ ଆମକୁ ଚା ଦେଇ ସେଇଠି ଠିଆ ହେଇଥିଲେ। ସେଇ ସମୟ ଭିତରେ କୋଉଠୁ ଥିଲେ ସେ ଯୋଉ ବଡରି ଆସିକି ବାଘୁଆ ବଡରି ସେ ମହୁମାଛି ସାଙ୍ଗେ ସାଙ୍ଗେ ଆସିଲା ପରେ ଆମ 10-12 ଜଣକୁ ଖଣ୍ଡିଆ ଖାବରା କରିଦେଲେ। ଆଉ ମୁଁ ପାଖାପାଖି 1 କିଲୋମିଟର ଦୌଡ଼ି ଗଲି, ତଥାପି ମୋ ପଛରେ ଦୌଡୁଥାନ୍ତି। ଆଉ ସେ ଯେ ବାସନ୍ତୀ ସାହୁ ତା ମଥାରେ ଏମିତି ବସିଥିଲେ, ମାନେ ଯେମିତି ମଥାରେ ଯେମିତି ଫୁଲ ଫୁଟେ ସେଇ ପ୍ରକାର ତା ମଥାରେ ବସିଥିଲେ। ସିଏ ସ୍ତ୍ରୀ ଲୋକ ଆଉ ଦୌଡ଼ି ଯାଇପାରିଲାନି କି ମଥାରୁ କାଢ଼ି ପାରିଲାନି, ବହୁତ ସିରିୟସ୍ ହେଇଥିଲା। ସିରିୟସ୍ ହେଲା ପରେ ତାକୁ ମେଡ଼ିକାଲ ନେଇକି ଯାଇଥିଲେ। ହଁ, ମେଡ଼ିକାଲରେ ସେ ଭଦ୍ରକ ମନା କଲା, ପାରିଲାନି। ସେ ପୁଣି ଭୁବନେଶ୍ୱର ନେଇଗଲେ। ଭୁବନେଶ୍ୱରରେ କାଲି ରାତି 3ଟା ବେଳେ ସେ ଡେଥ୍ ହେଇଗଲେ। ଗାଁରେ କାଲି ତାଙ୍କର ବର୍ଷିକିଆ ଥିଲା। ସେମାନେ ଏଠି ବାହାରେ ରୋଷେଇ କାର୍ଯ୍ୟକ୍ରମ କରୁଥିଲେ। ରୋଷେଇଆ 4-5 ଜଣ ଥିଲେ। ଗାଁ ଲୋକ ଆମେ ସମସ୍ତେ ଏଠି ପାଖାପାଖି, ମୁଁ ଏଠି ଟିକେ ଦୂରରେ ଆସିଥିଲି ଗୋଟେ କାମ ପାଇଁ, କିନ୍ତୁ ଅନ୍ୟମାନେ ଥିଲେ। ମୁଁ ଖବର ପାଇକି ଦୌଡ଼ିକି ଆସିକି ପହଞ୍ଚିଲି। କିନ୍ତୁ ସେଇ ଟାଇମ୍ରେ ବାଘୁଆ ମହୁମାଛି ବାହାରିଲେ। ବାହାରି ସାରିଲା ପରେ ରୋଷେଇଆ ସହିତ ସମସ୍ତ ଲୋକଙ୍କୁ ମାରିଲେ। ମାରିବା ସହିତ ସେଇ ଯେଉଁ ସ୍ତ୍ରୀ ଲୋକଟି ବାସନ୍ତୀ ସାହୁ, ତାର ମୁଣ୍ଡ ସହିତ ହାତ ଗୁଡ଼ା ଏମିତି ତାକୁ ବସେଇଗଲେ ଯେ ତା ଉପରେ ସେ ସେଇଠି ପଡ଼ିଗଲା। ପଡ଼ିଗଲା ପରେ ମହୁମାଛି ତାକୁ ଛାଡ଼ିକି ଗଲେ ନାହିଁ। ପରବର୍ତ୍ତୀ ଅବସ୍ଥାରେ ତାକୁ ବହୁ କଷ୍ଟରେ କି ବୁରା ଗୁଡ଼େଇକି ଲୋକ ତାକୁ ଧରିକି ଆଣିକି ପହଞ୍ଚିକି ତାକୁ ମେଡ଼ିକାଲ ନେଇକି ଗଲେ। ଭଦ୍ରକ ମେଡ଼ିକାଲ ତାକୁ ଏକ ପ୍ରକାର ତାକୁ ପାରିବ ନାହିଁ, 2 ଘଣ୍ଟା ତାର ଆୟୁଷ ଆଉ ଅଛି ବୋଲି କହିଲା, କିନ୍ତୁ ଏମାନଙ୍କ ମନ ବୁଝିଲା ନାହିଁ। ଏମାନେ ଭୁବନେଶ୍ୱର ମେଡ଼ିକାଲ ନେଇକି ଗଲେ। ଭୁବନେଶ୍ୱର ମେଡ଼ିକାଲରେ ସମ ହସ୍ପିଟାଲରେ ରାତି 3ଟାରେ ସେ ଇହଧାମ ପରିତ୍ୟାଗ କଲେ। ଯୋଉଥିପାଇଁ କି ତାର 2ଟି ମାତ୍ର ଛୋଟ ଝିଅ ଛୁଆ, ତା ସ୍ୱାମୀ ଜଣେ ହେଉଛି ଲେବର। ଏଣୁ ପରିସ୍ଥିତି ତାଙ୍କର ଭଲ ନୁହେଁ। ସେମାନେ ଯଦି ନ୍ୟାୟ ନ ଦିଆଯାଇ ସରକାର ତରଫରୁ କିଛି ସାହାଯ୍ୟ ନ ମିଳେ, ସେମାନେ ଚଳିବା ବା ବର୍ତ୍ତମାନ ତାଙ୍କର ଯେଉଁ 2ଟା ଛୁଆଙ୍କୁ ପାଠ ପଢ଼ାଇବା, ଏଣୁ ମା ଛାଉଣ୍ଡ ହେଇଗଲେ। ଏଣୁ ଏହି ହିସାବରେ ଆମେ ସରକାରଙ୍କ ପାଖରେ ପ୍ରାର୍ଥନା କରୁଛୁ, ତାକୁ ଯେମିତି ନ୍ୟାୟ ମିଳୁ, ତାର ଯେମିତି କ୍ଷତିପୂରଣ ତାକୁ ପ୍ରଦାନ କରାଯାଏ। ଆଜ୍ଞା 20 ଜଣରୁ ଉର୍ଦ୍ଧ୍ୱ ଯେଉଁମାନେ ସମସ୍ତେ ଦୌଡ଼ିକି ପ୍ରାଣ ବିକଳରେ ପଳେଇଛନ୍ତି। କାହାର ହାତ, କାହାର ଗୋଡ଼, କାହାର ମୁହଁ, ସମସ୍ତେ ମେଡ଼ିକାଲ ପ୍ରାୟ ଯାଇଥିଲେ। କିନ୍ତୁ ତାର ଅଧିକ ସିରିୟସ୍ ହେଇଥିବାରୁ ତାକୁ ଆମେ ଭଦ୍ରକ ମେଡ଼ିକାଲ ନେଇଥିଲୁ। ନହେଲେ ପାଖ ସାବରଙ୍ଗ, ବାଲିଖଣ୍ଡ ଏମିତି ସବୁ ମେଡ଼ିକାଲ ଯାଇକି ଆଉ 15 ଜଣ ଯାଇକି ଟ୍ରିଟମେଣ୍ଟ ହେଇଥିଲେ। 20 ଜଣ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହେଇଥିଲେ। ଏଣୁ ଆମେ ନ୍ୟାୟ ପ୍ରାର୍ଥନା କରୁଛୁ ସରକାରଙ୍କ ପାଖରେ, ତାଙ୍କୁ ଯେମିତି କ୍ଷତିପୂରଣ ପ୍ରଦାନ କରାଯାଉ।